ସାଙ୍ଗମାନେ ନମସ୍କାର। ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଗୋଟେ ନୂଆ ଭିଡ଼ିଓକୁ। ସାଙ୍ଗମାନେ ଆପଣମାନେ ତ ସବୁ ନାନ୍ ଖାଇଥିବେ, କିନ୍ତୁ ନାନ୍ ପ୍ରାୟତଃ ମଇଦାରେ ତିଆରି କରନ୍ତି, କିନ୍ତୁ ଆସନ୍ତୁ ଆଜି ଆମେ ଅଟାରେ ମଧ୍ୟ ନାନ୍ ତିଆରି କରିବା। ଦେଖନ୍ତୁ, ପ୍ରଥମେ ମୁଁ ଅଧ ଗ୍ଲାସ ଉଷୁମ ପାଣିରେ 1 ଚାମଚ ଚିନି ପକାଇ ଚିନି ମେଲ୍ଟ ହେବା ପର୍ଯ୍ୟନ୍ତ ଭଲ ଭାବରେ ଗୋଳାଇ ନେଲି। ଦେଖନ୍ତୁ, ଚିନି ଯେମିତି ପାଣିରେ ମିଶିଯିବ, ତାପରେ ଆପଣ ଚିନି ମିଶିଗଲା ପରେ ସେଥିରେ 1 ଚାମଚ ଇଷ୍ଟ ଆପଣମାନେ ଏଥିରେ ପକାଇ ଭଲ ଭାବରେ ମିଶାଇ ନେବେ। ଦେଖନ୍ତୁ, ମୁଁ ବର୍ତ୍ତମାନ 1 ଚାମଚ ଇଷ୍ଟ ଏଥିରେ ପକାଇ ନେବି। ଇଷ୍ଟ ପକାଇ ସାରିଲା ପରେ ଆପଣ ତାକୁ 10 ମିନିଟ୍ ଖଣ୍ଡେ ଛାଡ଼ି ନେବେ। 10 ମିନିଟ୍ ଖଣ୍ଡେ ଛାଡ଼ିଲା ପରେ ତାକୁ ଆପଣ ଅଟାରେ ପକାଇ ଚକଟି ଦେବେ। ଦେଖନ୍ତୁ, ବର୍ତ୍ତମାନ ମୁଁ ଆକୁ ଘୋଡ଼ାଇ 10 ମିନିଟ୍ ପାଇଁ ରେଷ୍ଟ ନେବା ପାଇଁ ଛାଡ଼ିଦେବି। ତାପରେ ଏପଟେ ମୁଁ 2 କପ୍ ଅଟା ନେଇଛି, ସେଥିରେ 1 ଗିନା ନେଲି ଦହି, ଆଉ ଆବଶ୍ୟକ ମୁତାବକ ଲୁଣ ବି ପକାଇ ନେଇଛି। ସେଥିରେ 1 ଚାମଚ ଚିନି ମଧ୍ୟ ପକାଇ ନେଲି। ଆପଣ ଦେଖିଥିବେ, ନାନ୍ ଯେତେବେଳେ ଖାଉଛନ୍ତି, ନାନ୍ ଟିକେ ମିଠା ଲାଗିଥାଏ, ସେଥିପାଇଁ ଚିନି ଆପଣ ପକାଇ ନେବେ। ଆପଣଙ୍କୁ ଯଦି ପସନ୍ଦ ନ ଲାଗେ ତାହେଲେ ସ୍କିପ୍ କରିନେବେ। ତାପରେ ତାକୁ ଭଲ ଭାବରେ ମିଶାଇ କରି ଆପଣ ଅଟା ସହିତ ଗୋଳାଇ ନେବେ। ଏବେ ଦେଖନ୍ତୁ, ମୁଁ ଯେଉଁ ଇଷ୍ଟ ରଖିଥିଲି ସେଇ ପାଣିକୁ ଏଥିରେ ପକାଇ ଅଟାକୁ ଚକଟି ନେବି। ଯଦି ଆପଣଙ୍କର ଆଉ ପାଣି ଆବଶ୍ୟକ ପଡ଼ିବ ତାହେଲେ ଏଠି ଉଷୁମ ପାଣି ଆପଣ ବ୍ୟବହାର କରିବେ। ଥଣ୍ଡା ପାଣିରେ କେବେ ଚକଟିବେ ନାହିଁ। ଏଭଳି ଭାବରେ ଦେଖନ୍ତୁ, ଯେତିକି ପାଣି ଆବଶ୍ୟକ ଦେଇ ଅଟାକୁ ଭଲ ଭାବରେ ଚକଟି ନେଉଛି। ନାନ୍ର ଅଟା ସାଧାରଣତଃ ଟିକେ ପାଣିଆ ବା ଟିକେ ରୁଟି ଅଟା ଅପେକ୍ଷା ଟିକେ ଅଧିକ ପାଣି ଦେଇ ଚକଟି ଥାଏ, ତେଣୁ ସେଇଟା ସଫ୍ଟ ହୋଇଥାଏ। ଏହିଭଳି ଭାବରେ ଆପଣ ଅଟାକୁ ଚକଟି ନେଲା ପରେ ଦେଖନ୍ତୁ, ଅଟା ବର୍ତ୍ତମାନ ମୁଁ ଚକଟା ହେଇସାରିଛି। ମୁଁ ଆକୁ ରେଷ୍ଟ କରିବା ପାଇଁ ଗୋଟେ ପ୍ରେସର କୁକର ଭିତରେ ଆକୁ ଭରିକି ଅଧା ଘଣ୍ଟା ଖଣ୍ଡେ ଛାଡ଼ି ନେବି। ସେଥିପାଇଁ ମୁଁ ଏ ପ୍ରେସର କୁକର ଭିତରେ ଦେଖନ୍ତୁ ଏଇଭଳି ଭାବରେ ରଖିଥିଲି, ଆଉ ଟିକେ ତା ଉପରେ ତେଲ ମାରିନେଲି। ଅଟା ଉପରେ ତେଲ ମାରିକରି ତାପରେ ପ୍ରେସର କୁକରର ଢାଙ୍କୁଣୀ ବନ୍ଦ କରି, ଯେମିତି ତା ଭିତରକୁ ଏୟାର ଯାଇପାରିବ ନାହିଁ, ସେଇଭଳି ତାକୁ ରଖିନେଲି। ଦେଖନ୍ତୁ, ବର୍ତ୍ତମାନ ମୋର ଅଧା ଘଣ୍ଟା ହେଇସାରିଛି। ମୁଁ ପ୍ରେସର କୁକରଟିକୁ ଖୋଲିଲା ବେଳକୁ ଅଟା କେମିତି ଫୁଲି ଯାଇଛି। ଏବେ ଏଇଟା ନାନ୍ ପ୍ରସ୍ତୁତ କରିବା ପାଇଁ ପୁରା ରେଡ଼ି ହେଇଛି। ବର୍ତ୍ତମାନ ମୁଁ ଆକୁ ଥାଳିକୁ କାଢ଼ି ନେବି। ମୋର ଭିଡ଼ିଓ ଭଲ ଲାଗୁଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ସାଙ୍ଗମାନେ, ଆଉ ବେଲ୍ ଆଇକନ୍କୁ କ୍ଲିକ୍ କରିନେବେ, ଯାହାଫଳରେ ମୋର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖେ ପହଞ୍ଚି ପାରିବ। ଦେଖନ୍ତୁ, ଆପଣଙ୍କ ହିସାବରେ ଆପଣ ସାନ ବଡ଼ ଯେମିତି ଆପଣଙ୍କର ଦରକାର ସେହି ହିସାବରେ ଆପଣ ଗୋଳା ଗୁଡ଼ିକୁ କରିବେ।
ଏହିଭଳି ଭାବରେ ମୁଁ ସବୁ ନାନ୍ର ଗୁଳା ଗୁଡ଼ିକ କରିନେବି। ଦେଖନ୍ତୁ ବର୍ତ୍ତମାନ ମୋର ନାନ୍ର ଗୁଳା ମୁଁ କରିସାରିଛି। ଏବେ ମୁଁ ସାମାନ୍ୟ ଅଟା ଦେଇ ଆକୁ ବେଲି ନେବି। ଆପଣଙ୍କୁ ଯେଉଁ ଭଳିଆ ପସନ୍ଦ ଆପଣ ସେ ଭଳିଆ ବେଲି ନେବେ। ମୁଁ ଏଥିରେ କିଛି ଗାର୍ଲିକ୍ କାଟିକି ରଖିଥିଲି, ତାକୁ ଏଭଳି ଉପରେ ଦେଇ ଆକୁ ବେଲି ନେବି। ଆପଣ ଚାହିଁଲେ ବି ଅଟା ଚକଟିଲା ବେଳେ ଗାର୍ଲିକ୍କୁ ଦେଇ ଚକଟି ନେବେ, ଯାହାଫଳରେ ଗାର୍ଲିକ୍ ଗୁଡ଼ିକ ସବୁଆଡ଼େ ସ୍ପ୍ରେଡ୍ ହେଇଯିବ। ଏବେ ଦେଖନ୍ତୁ ମୁଁ ତାୱା ଆଗରୁ ଗ୍ୟାସରେ ବସାଇ ଦେଇଥିଲି। ତାୱାରେ ଗରମ ହେଇସାରିଲାଣି। ମୁଁ ଏ ଅଟାର ଯେଉଁ ବେଲିଲି ତା ପଛ ଆଡ଼େ ପାଣି ମାରିକି ମୁଁ ଏଇ ତାୱା ଉପରେ ରଖିନେଲି। ଦେଖନ୍ତୁ ବର୍ତ୍ତମାନ ଧୀରେ ଧୀରେ ନାନ୍ଟି ଫୁଲିବାକୁ ଲାଗୁଛି। ଆପଣ ଯଦି ଇଷ୍ଟ ବ୍ୟବହାର କରିବାକୁ ନ ଚାହାନ୍ତି ତାହେଲେ ଏଠି ଆପଣ ଇନୋ କିମ୍ବା ବେକିଂ ପାଉଡ଼ର ମଧ୍ୟ ବ୍ୟବହାର କରିପାରିବେ। ଦେଖନ୍ତୁ ବର୍ତ୍ତମାନ ନାନ୍ ଫୁଲି ଯାଉଛି। ଏବେ ତଳ ସାଇଡ଼୍ ଆମର ହେଇସାରିଲାଣି। ଆମେ ଉପର ସାଇଡ଼୍ଟା ସେକିବା ପାଇଁ ଏଇଭଳି ଭାବରେ ଗ୍ୟାସରେ ଦେଖାଇ ନେବା। ଯଦି ଆପଣ କାଠ ଚୁଲା ଏଠି ବ୍ୟବହାର କରୁଛନ୍ତି ତ କାଠ ଚୁଲାରେ ବି ଆପଣ ଏଭଳି ଭାବରେ ନାନ୍କୁ ସେକି ନେବେ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ମୁଁ ଦୁଇ ସାଇଡ଼୍ରୁ ତଳ ଆଡ଼ୁ ବି ପୁରା ସେକି ହେଇଗଲାଣି। ଏବେ ଉପର ସାଇଡ଼୍ଟା ଧୀରେ ଧୀରେ ସେକି ନେଉଛି। ଦେଖନ୍ତୁ ସାଙ୍ଗମାନେ, ନାନ୍ ବର୍ତ୍ତମାନ ବଢ଼ିଆ ଭାବରେ ହେଇସାରିଲାଣି। ଆକୁ ଆମେ ଏବେ ପ୍ଲେଟ୍କୁ କାଢ଼ି ନେବା। ଏହି ଉପାୟରେ ମୁଁ ଆଉ ସବୁ ନାନ୍ ମଧ୍ୟ କରିନେବି। ଆପଣ ଥରେ ଘରେ ପ୍ରସ୍ତୁତ କରି ଦେଖନ୍ତୁ। ଦେଖନ୍ତୁ ସାଙ୍ଗମାନେ, ମୁଁ ଏଠି ଆଉ ଗୋଟିଏ ନାନ୍ ପକାଇ ନେଇଛି। ଏଠି ମଧ୍ୟ ତଳ ଆଡ଼ୁ ଏଇଭଳି ଦେଖନ୍ତୁ ଫୁଲିଗଲାଣି। ଏଇଭଳି ନାନ୍ ଉପରକୁ ଫୁଲି ଆସିଲେ ଆପଣ ଜାଣିବେ ତଳ ସାଇଡ଼୍ରୁ ପୁରା ପରଫେକ୍ଟ ଭାବରେ ସେକି ହେଇସାରିଲାଣି। ଆପଣ ତାକୁ ଓଲଟେଇ କରି ଏବେ ସାମ୍ନା ସାଇଡ଼୍ଟା ସେକି ନେବେ। ତାପରେ ମୁଁ ଏଠି ବଟର୍କୁ ମେଲ୍ଟ କରି ରଖିଥିଲି। ସେଇ ବଟର୍କୁ ଏଇଭଳି ଭାବରେ ଦେଖନ୍ତୁ ନାନ୍ ଉପରେ ଲଗାଇ ନେଉଛି। ଆପଣ ଚାହିଁଲେ ଘିଅ ମଧ୍ୟ ବ୍ୟବହାର କରିପାରିବେ। ଆଉ ଯଦି ଆପଣ ଏସବୁକୁ ଆଭଏଡ଼ କରୁଛନ୍ତି ତାହେଲେ ପ୍ଲେନ୍ ନାନ୍ ବି ମଧ୍ୟ ଆପଣ ଖାଇପାରିବେ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ ସାଙ୍ଗମାନେ। ନମସ୍କାର।